ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 1 ମେ ସେକେଣ୍ଡ ସିଫ୍ଟରେ ଯେତକ ବି ଆମର ଓଡ଼ିଆ ଗ୍ରାମାର କ୍ୱେଶ୍ଚିନ୍ ଆସିଥିଲା ତାକୁ ଡିଟେଲ୍ସରେ ଆଲୋଚନା କରିବା। ପ୍ରତ୍ୟେକ ଅପସନ୍କୁ ଭଲସେ ବୁଝିବା, ଯାହାଦ୍ୱାରା ଏହା ଭିତରୁ ପରୀକ୍ଷାରେ କିଛି ବି ଆସେ ଆମେ କରିକି ଆସିବା। ତ ଭାବୁଛି ଆପଣଙ୍କୁ ଭିଡ଼ିଓ ପସନ୍ଦ ଆସିବ। ଯଦି ପସନ୍ଦ ଆସେ ଜରୁର ଲାଇକ୍ କରି ସବସ୍କ୍ରାଇବ୍ କରିନେବେ। ଓକେ, ତ ଦେଖନ୍ତୁ, ଆମର ପ୍ରଥମ ପ୍ରଶ୍ନ ଅଛି ପାବକ। ପାବକର ସନ୍ଧି କିପରି ହେଇଛି? ଏଠି ଉତ୍ତର ଦେଇଯାଇଛି ପଉଯୁକ୍ତ ଅକ। କିନ୍ତୁ କ'ଣ ପାଇଁ ପଉଯୁକ୍ତ ଅକ ହେଲା? ଦେଖନ୍ତୁ, ମୁଁ ଆପଣଙ୍କୁ ସନ୍ଧିର ସୂତ୍ର କହିବି, ଖାତାରେ ଟିକେ ଲେଖିନେବେ। ଓକେ, ମନେ ରଖନ୍ତୁ, ଓ ବା ଔ ପରେ, ଯଦି ଓ ବା ଔ ପରେ ଅନ୍ୟ କୌଣସି ସ୍ୱରବର୍ଣ୍ଣ ଥାଏ ଓ ଓ ସ୍ଥାନରେ, ଦେଖନ୍ତୁ, ଓ ବା ଔ ପରେ ଯଦି କୌଣସି ବି ସ୍ୱରବର୍ଣ୍ଣ ରହୁଛି, ଓକେ, ଓ ସ୍ଥାନରେ ଆମର ଅ ବ୍ୟବହୃତ ହୁଏ, ଔ ସ୍ଥାନରେ ଆ ବ୍ୟବହୃତ ହୁଏ। ପରବର୍ତ୍ତୀ ସମୟରେ ଏଇ ଯେଉଁ ଅ ଆଉ ଆ ମିଶି ଏକ ସ୍ୱରବର୍ଣ୍ଣ ହୋଇଥାଏ। ବୁଝିପାରିନଥିବେ, ଗୋଟେ ଏକ୍ଜାମ୍ପଲ୍ ଦେଉଛି। ଓକେ, ଗୋଟେ ଏକ୍ଜାମ୍ପଲ୍ ଆମର ଅଛି ଗବାକ୍ଷ। ଏହାର ଯଦି ଆମେ ସନ୍ଧି କରିବା, ଦେଖନ୍ତୁ କ'ଣ ହେବ ନା, ଦେଖନ୍ତୁ, ଗୋ ଯୁକ୍ତ ଅକ୍ଷ, ଗବାକ୍ଷ ହୋଇଛି। ଏଠି ସେମିତି ଦେଖନ୍ତୁ, ଆମର ପାବକ ଅଛି। ପାବକର କେମିତି ହେଲା? ପୌ ଯୁକ୍ତ ଅକ। ଓକେ, ସେମିତି ଏହିପରି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଉଛି ପବନ। ପରୀକ୍ଷାରେ ପଚାରେ ପବନର ସନ୍ଧି କେମିତି? ମନେ ରଖିବେ, ପୋ ଯୁକ୍ତ ଅନ, ପବନ। ଓକେ, ସେକେଣ୍ଡ କ୍ୱେଶ୍ଚିନ୍ ଦେଖିବା, ବୀରର ବିପରୀତ ଶବ୍ଦ କ'ଣ? ସମସ୍ତେ ଜାଣିଛନ୍ତି ଭୀରୁ। ଯଦି ପଚାରିବ ସାହସୀର ବିପରୀତ କ'ଣ ହେବ? ମନେ ରଖନ୍ତୁ, ଡରୁଆ। ଓକେ, ତାପରେ ରାଜ୍ୟସଭାରେ 250 ଜଣ ସଦସ୍ୟ ଅଛନ୍ତି। ଏହି ଉକ୍ତିର ବିଶେଷଣ ପଦ କ'ଣ? ବିଶେଷଣ ପଦ କ'ଣ? ଯେଉଁ ଶବ୍ଦ ଆମର ବିଶେଷକୁ ବିଶେଷିତ କରେ ତାହାକୁ ହିଁ ଆମେ ବିଶେଷଣ କହିଥାଉ। ଦେଖନ୍ତୁ, ଏଠି ହେଉଛି ସଦସ୍ୟ କ'ଣ? ଗୋଟେ ନାଉନ୍ ବିଶେଷ୍ୟ, ତାକୁ କିଏ ବିଶେଷ କରୁଛି? 250। ତେଣୁ ଆମର ଏଠି ହେଉଛି 250 ହେଉଛି ବିଶେଷଣ। ପରୀକ୍ଷାରେ ପଚାରି ଦିଏ ବିଶେଷଣ କେତେ ପ୍ରକାର? ମନେ ରଖନ୍ତୁ, 8 ପ୍ରକାର। ବିଶେଷ୍ୟର ବିଶେଷଣ, ଜାତିବାଚକ ବିଶେଷଣ, ବିଧେୟ ବିଶେଷଣ, ବିଶେଷଣ ବିଶେଷଣ, ଏହିପରି। ଏହା ଭିତରୁ କେଉଁଟା ଗୋଟିଏ ନାମବାଚକ ବିଶେଷ୍ୟ? ଦେଖନ୍ତୁ, ସୁନ୍ଦର ଗୋଟେ ଜାତିବାଚକ ବିଶେଷ୍ୟ, ମଣିଷ ଗୋଟେ ଜାତିବାଚକ ବିଶେଷ୍ୟ, ନଦୀ ଗୋଟେ ଜାତିବାଚକ ବିଶେଷ୍ୟ। କିନ୍ତୁ ରାମାୟଣ ଗୋଟେ ପର୍ଟିକୁଲାର ନାମକୁ ବୁଝାଉଛି ନା, ତେଣୁ ରାମାୟଣ ଆମ ନାମବାଚକ ବିଶେଷ୍ୟ। ଏହା ଭିତରୁ କେଉଁଟା ଅଲଗା? ଦେଖନ୍ତୁ, ରାବଣାରୀ, ରଘୁବୀର, ଦାଶରଥୀ। ଜାଣିଛନ୍ତି ଏଇଟା ହେଉଛି ପ୍ରଭୁ ଶ୍ରୀରାମଙ୍କର ପତି ଶବ୍ଦ। କିନ୍ତୁ ଉମାପତି ଆମର ଶଙ୍କରକୁ ବୁଝାଉଛି। ଶଙ୍କର ମାନେ ଶିବ। ଓକେ, ପରାମର୍ଶ ଏଇଟା କେମିତି ହେଇଛି? ଏସବୁ କ୍ୱେଶ୍ଚିନ୍ ଆପଣମାନେ ମନେ ରଖିବେ, କାରଣ ଏସବୁର ବୁଝେଇ ହେବନି। ଓକେ, ଉପସର୍ଗ ଚାପ୍ଟରରୁ ଏ କ୍ୱେଶ୍ଚିନ୍ ଆସିଛି। ଉପସର୍ଗ ଆମର କେତେଟା? ଟୋଟାଲ 20ଟା। ପରା ଉପସର୍ଗରେ ମୁସ୍ ଧାତୁରେ ଅପତ୍ୟ ବ୍ୟବହୃତ ହୋଇ ଆମର ପରାମର୍ଶ ହୋଇଛି। ଏହା ଭିତରୁ କେଉଁଟା ଗୋଟେ ଭିନ୍ନ ବିଶେଷ୍ୟ? ସମ୍ବଲପୁର, ବାରବାଟୀ, କଟକ, ଏସବୁ ଆମର ନାମବାଚକ ବିଶେଷ୍ୟ, କିନ୍ତୁ ସହର ଗୋଟେ ଜାତିବାଚକ ବିଶେଷ୍ୟ। ପରୀକ୍ଷାରେ ପଚାରି ଦିଏ ବିଶେଷ୍ୟ କେତେ ପ୍ରକାର? ମନେ ରଖନ୍ତୁ, 5 ପ୍ରକାର। ନାମ ବା ସଂଜ୍ଞାବାଚକ, ବସ୍ତୁବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, ଆଉ ଗୋଟେ କ୍ରିୟାବାଚକ ବିଶେଷ୍ୟ। ଏହା ଭିତରୁ କେଉଁଟା ଉପସର୍ଗ ନୁହେଁ? ସେଥିପାଇଁ କହିଲି ଉପସର୍ଗ ଚାପ୍ଟର ପଢ଼ିବେ। ପରୀକ୍ଷାରେ 20ଟା, ଦେଖନ୍ତୁ ଆମର 20ଟା ଉପସର୍ଗ ଅଛି, କିନ୍ତୁ ଯଦି ଆପଣମାନେ 20ଟା ଉପସର୍ଗ ଜାଣିନଥିବେ, ଏ ଭିତରୁ ଠିକ୍ ଆନ୍ସର କରିପାରିବେନି। ଦେଖନ୍ତୁ, ଉପସର୍ଗକୁ ଆମର ପୂର୍ବ ପ୍ରତ୍ୟୟ କୁହାଯାଏ। ଦୂର, ସମ, ଉତ୍ ଇଏ ଉପସର୍ଗ, କିନ୍ତୁ ସତ୍ ଗୋଟେ ଉପସର୍ଗ ନୁହେଁ। ଏହା ଭିତରୁ କେଉଁଟା ଦୀର୍ଘ ସ୍ୱର? ଦେଖନ୍ତୁ, ସ୍ୱରବର୍ଣ୍ଣ ଆମର 2 ପ୍ରକାର। ଗୋଟେ ହେଉଛି ହର୍ଷ ସ୍ୱର, ଆଉ ଗୋଟେ ହେଉଛି ଦୀର୍ଘ ସ୍ୱର। ହର୍ଷ ସ୍ୱର ଆମର 4ଟା। କ'ଣ କ'ଣ ନା, ଅ, ହସେଇ,
ହସଉ ଆଉ ରୁ ଆଉ ବାକି ଯେଉଁ ରହିଲେ ଆ ଦୀର୍ଘେଇ ଦୀର୍ଘଉ ଏ ଐ ଓ ଔ ହେଉଛି ଆମର ଦୀର୍ଘ ସ୍ୱର। ତ ଏଠି ଦେଖନ୍ତୁ କେଉଁଟା ଅଛି ଦୀର୍ଘଉ ଅଛି। ବାଞ୍ଛିତ ବାଞ୍ଛିତର ବିପରୀତ କ'ଣ ହେବ ଅବାଞ୍ଛିତ। ବହୁତ ସହଜ କ୍ୱେଶ୍ଚିନ୍। ଏହା ଭିତରୁ କେଉଁଟା ଶବ୍ଦ ନୁହଁ ଦେଖନ୍ତୁ ଅରଟ ଗୋଟେ ଶବ୍ଦ ଟକମକ ଗୋଟେ ସାଉଣ୍ଡ ମକର ଗୋଟେ ଶବ୍ଦ କିନ୍ତୁ ମରଟ କୌଣସି ବି ଶବ୍ଦ ନୁହଁ। ଦେଖନ୍ତୁ ଏହା ଭିତରୁ କେଉଁଟା ତତ୍ସମ ଶବ୍ଦ ନଦୀଟା ତତ୍ସମ ଶବ୍ଦ। ନଈ ନଦୀର ଯେଉଁ ଆମର ତଦ୍ଭବ ରୂପ। ଗାଈ ତାର ତତ୍ସମ ରୂପ କ'ଣ ହେବ ଗାଭୀ ହେବ। ଟେବୁଲ ଆମର ଇଂରାଜୀ ଶବ୍ଦ। ସୁଯୋଗର ବିପରୀତ କ'ଣ ବହୁତ ସହଜ କ୍ୱେଶ୍ଚିନ୍ ଦୁର୍ଯୋଗ। ଅନ୍ଧର ଲହୁଡ଼ି ଏହାର ଅର୍ଥ କ'ଣ ଅସହାୟର ସହାୟ। ପିଲାଟି ଉପରେ ଡ୍ୟାସ୍ ପ୍ରତ୍ୟେକ ଗୁରୁଜନଙ୍କ କର୍ତ୍ତବ୍ୟ। ଦେଖନ୍ତୁ ଚାରିଟା ଅପସନ୍ କହିବି। ଆଖି ରଖିବା ଅର୍ଥ କ'ଣ ଲକ୍ଷ୍ୟ ରଖିବା। ଓକେ କ'ଣ ନା ଲକ୍ଷ୍ୟ ରଖିବା। ଆଖି ଦେବା ମାନେ ନଜର ପକାଇବା। ଆଖି ଦେଖାଇବା ମାନେ ଧମକାଇବା। ଆଖିକି ପାଇବା ମାନେ ପସନ୍ଦ ଆସିବା। ତାପରେ ଦେଖନ୍ତୁ ଯେଉଁ ବିଶେଷଣ ପଦ ବିଶେଷ ପଦ ପରେ ବ୍ୟବହୃତ ହୁଏ ତାକୁ ବିଧେୟ ବିଶେଷଣ କୁହାଯାଏ। ପରୀକ୍ଷାରେ ପଚାରିବ ବିଶେଷର ବିଶେଷଣ କ'ଣ। ବିଶେଷର ବିଶେଷଣ କ'ଣ ନା ଯେଉଁ ବିଶେଷଣ ପଦ ବିଶେଷ ପଦ ପୂର୍ବରୁ ବ୍ୟବହୃତ ହୁଏ। ଗୋଟେ ଏକ୍ଜାମ୍ପଲ ଦେଉଛି ଗାଈଟି ଧଳା ଧଳା ଗାଈ। ଏଇ ଦୁଇଟାକ ବାକ୍ୟ ମଧ୍ୟରେ ତଫାତ ଅଛି କି ନାହିଁ ଅଛି। ଗାଈଟି ଧଳା ଦେଖନ୍ତୁ ବିଶେଷ ପଦ ପରେ ବ୍ୟବହୃତ ହେଉଛି ତେଣୁ ଆକୁ ଆମେ ବିଧେୟ ବିଶେଷଣ କହିବା। କିନ୍ତୁ ଏଇଟା ଦେଖନ୍ତୁ ଗାଈ ବିଶେଷ ତା ପୂର୍ବରୁ ଧଳା ବ୍ୟବହୃତ ହେଉଛି ତେଣୁ ଏଇଟା ବିଶେଷର ବିଶେଷଣ। ତାପରେ ଏହା ଭିତରୁ କେଉଁଟା ଅଲଗା ଦେଖନ୍ତୁ ଏ ନେବା କହିବା ଦେବା ଏସବୁ ଆମର ଅମିଶ୍ର ବାଚକ ବିଶେଷ୍ୟ କିନ୍ତୁ ଶ୍ରବଣ କରିବା ମିଶ୍ର ବାଚକ ବିଶେଷ୍ୟ। ଓକେ କାରଣ ନେବାର ଆମର ହେବ ଗ୍ରହଣ କରିବା କହିବାର କଥନ କରିବା ଦେବାର ଦାନ କରିବା କିନ୍ତୁ ଶ୍ରବଣ କରିବା ଏହାର ଯଦି ମିଶ୍ର ହେବ କ'ଣ ହେବ ଶୁଣିବା। ତାପରେ ଏହା ଭିତରୁ କେଉଁ ଉପସର୍ଗଟି ଅଲଗା ଦେଖନ୍ତୁ ଅତ୍ୟଧିକ ଏଥିରେ ଯେଉଁ ଆମ ଉପସର୍ଗ ବ୍ୟବହୃତ ହେଉଛି ଅତି ଅତିକାୟ ଅତି ଉପସର୍ଗ ବ୍ୟବହୃତ ହେଉଛି ଅତ୍ୟନ୍ତ ଅତ୍ୟନ୍ତ ଅତ୍ୟନ୍ତର ଯଦି ସନ୍ଧି ପଚାରିବ କ'ଣ ହେବ ନା ଅତି ଯୁକ୍ତ ଅନ୍ତ। ଓକେ କିନ୍ତୁ ଏଠି ଅଭିଜ୍ଞ ଅଲଗା ଉପସର୍ଗ ବ୍ୟବହୃତ ହୋଇଛି ତେଣୁ ଏଇଟା ଅଲଗା। ବୁଦ୍ଧର ପ୍ରତିଶବ୍ଦ କେଉଁଟା ନୁହଁ ଗୌତମ ତଥାଗତ ଶାକ୍ୟମୁନି ଏ ବୁଦ୍ଧଙ୍କର ପ୍ରତିଶବ୍ଦ କିନ୍ତୁ ଅଚ୍ୟୁତ ବୁଦ୍ଧଙ୍କର ପ୍ରତିଶବ୍ଦ ନୁହଁ। এইটা ଆପଣଙ୍କ ପାଇଁ କମେଣ୍ଟ ମାର୍କ ଅଚ୍ୟୁତ କାହାର ପ୍ରତିଶବ୍ଦ ଜରୁର କମେଣ୍ଟ କରି କହିବେ। ଯତ୍ନ କଲେ ରତ୍ନ ମିଳେ ଏ ରୂଢ଼ିର ଅର୍ଥ କ'ଣ ଅଧ୍ୟବସାୟ ସଫଳତାର ଚାବିକାଠି। ଧାତୁର ଅନ୍ତରେ କୃତ୍ ପ୍ରତ୍ୟୟ ଯୋଗ ହେଲେ କ'ଣ ହେଇଥାଏ କୁଦନ୍ତ। ଖୁବ୍ କଷ୍ଟକର କଥା ଏ ରୂଢ଼ିର ଅର୍ଥ କ'ଣ କାଠିକର ପାଠ। କଷ୍ଟ କଲେ କୃଷ୍ଣ ମିଳେ ଏ ରୂଢ଼ିର ଅର୍ଥ କ'ଣ ସାଧନା ହିଁ ସିଦ୍ଧିର ଜନକ। ରୂଢ଼ି ଗୁଡ଼ାକ ଡାଇରେକ୍ଟ ଆପଣମାନେ ଘୋଷିବେ ଏଥିରେ କିଛି ନାହିଁ। ଅନାଧିକାର ଚର୍ଚ୍ଚା ଅଛି ଗୋଟେ ରୂଢ଼ି ଗୁହାମୁଣ୍ଡା କପିଳା। ଓକେ ଚକ୍ଷୁ ରୋଗ କ'ଣ ନା ଚକ୍ଷୁ ରୋଗ ଦେଖନ୍ତୁ ଏଇଟା ଯଦି ପଚାରିବ କେଉଁ ସନ୍ଧି ବିସର୍ଗ ସନ୍ଧି। ଆଜିର ଲାଷ୍ଟ ପ୍ରଶ୍ନ ସୁଲୁସୁଲିଆ ପବନ ବହୁଛି ଏ ବାକ୍ୟରେ କ୍ରିୟା ରୂପ କ'ଣ ଦେଖନ୍ତୁ କ୍ରିୟା ଆମର ଦୁଇ ପ୍ରକାର ଗୋଟେ ହେଉଛି ଅକର୍ମକ ଗୋଟେ ହେଉଛି ସକର୍ମକ। ଅକର୍ମକ ମାନେ କ'ଣ ଯେଉଁଥିରେ କର୍ମ ନଥାଏ। ସକର୍ମକ ମାନେ ଯେଉଁ ବାକ୍ୟରେ କର୍ମ ଥାଏ। ଆମେ କେମିତି ଜାଣିବା କେଉଁଟା କର୍ମ ଅଛି କି ନାହିଁ ଦେଖନ୍ତୁ ଆମେ ସବୁବେଳେ କର୍ତ୍ତାକୁ ପଚାରିବା କ'ଣ ଆଉ କାହାକୁ। ଯଦି ଉତ୍ତର ମିଳିଯାଉଛି ତେବେ ସେଇଟା ସକର୍ମକ କ୍ରିୟା। କର୍ତ୍ତା ଏଠି ପବନ ମୁଁ ପଚାରିବି କ'ଣ ବହୁଛି କାହାକୁ ବହୁଛି କିଛି ଉତ୍ତର ମିଳୁଛି ମିଳୁନାହିଁ ତେଣୁ ଏଇଟା ଅକର୍ମକ କ୍ରିୟା। ତ ଫ୍ରେଣ୍ଡ ଆଶା କରିବି ଆପଣମାନେ ଫୁଲ୍ ଡିଟେଲ୍ସ ବୁଝିପାରିଥିବେ। ଯଦି କେଉଁଟା ଡାଉଟ୍ ହୁଏ ଜରୁର କମେଣ୍ଟ କରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିନେବେ। ଦେଖନ୍ତୁ ଏହିପରି ଓଡ଼ିଆ ଗ୍ରାମାର ବହୁତ ସାରା କ୍ୱେଶ୍ଚିନ୍ ମଧ୍ୟ ମୁଁ ଆଗରୁ ଡିସ୍କସନ୍ କରିନେଇଛି ଦେଖିନାହାନ୍ତି ମୁଁ ଆପଣଙ୍କୁ ଏଣ୍ଡ ସ୍କ୍ରିନ୍ରେ ପ୍ଲେ ଲିଷ୍ଟ ଲିଙ୍କ୍ ଦେଇଦେବି ଚେକ୍ କରିନେବେ। ଜରୁର ଭିଡ଼ିଓ ଗୋଟେ ସେୟାର କରି ସବସ୍କ୍ରାଇବ୍ କରିନେବେ।